हेलो एवरीवन जय जगन्नाथ वेलकम टू माय मिनी ब्लॉग पार्ट 2 गोड़ाକୁ ପଳେଇ ଆସିଥିଲି ବଡ଼ବାପାଙ୍କ ସହିତ ଆଉ ସେଠି ମୁଁ ଠିଆ ହେଲି ବଡ଼ବାପା ତାଙ୍କ କାମରେ ବାହାରି ପଡ଼ିଲେ। ମୁଁ ଏଠି କିଛି ସମୟ ଅପେକ୍ଷା କରିସାରିଲା ପରେ ଗାଡ଼ି ତ ନିଶ୍ଚୟ ଆସିବ କିନ୍ତୁ ତା ଆଗରୁ ଟିକେ ନିଜକୁ ଷ୍ଟାଇଲ୍ ମାରିଦେଲେ ଆଉ କେତେ ସୁନ୍ଦର ଦେଖାଯାଉଛି ସେଇଟା ବି ଟିକେ କ୍ୟାମେରାରେ ଦେଖିଦେଲି। ଗାଡ଼ି କିଛି ସମୟ ପରେ ପଳେଇ ଆସିଲା ଆଉ ସେଥିରେ ବସିକି ଚାଲିଲି ମୁଁ ଘାଇଁ ଘାଇଁ। ଏଠି ମୋ ମୁଣ୍ଡଟା ପୁରା ବିନ୍ଧା ଆରମ୍ଭ ହେଇଥିଲା କାହିଁକିନା ଗାଡ଼ିରେ ଯେହେତୁ ଏତେ ସମୟ ଯିବା ଆସିବା ମୁଁ କରିନି କେବେ କେବେ କରେ ଆଉ ଏକ୍ଜାମ୍ ଟାଇମ୍ରେ ତ ମୋତେ କରିବାକୁ ହିଁ ପଡ଼େ କ'ଣ ବା କରିବି ଏତେ ତ ମୁଁ ରାଜା ମହାରାଜ ଘରର ଝିଅ ନୁହେଁ ନା। ମୋତେ ଆଣିବେ ଛାଡ଼ିବାକୁ କଲେଜରେ ପହଞ୍ଚି ସାରିଲା ବେଳକୁ ଏକ୍ଜାମ୍ ଥିଲା 7:30 ବେଳେ ଆଉ ତା ଭିତରେ ମୋତେ ଭୋକ କଲା ଘରକୁ ଯାହା ଆଣିଥିଲି ବନେଇକି ପେଟେ ଖାଇଦେଲି। ଏକ୍ଜାମ୍ରେ କ'ଣ ଲେଖୁଛି ସେଇଟା ତ ମୋତେ ଜଣା ନାହିଁ କିନ୍ତୁ ଏକ୍ଜାମ୍ ହଲ୍ରେ ବସିକି ଘର କଥା ଭାବିବାର ସେଇଟା ହିଁ ମୋ ମୁଣ୍ଡରେ ଚିନ୍ତା ଥାଏ। ଘରକୁ ଆସିଲା ବାଟରେ କିଛି ଫ୍ରୁଟ୍ ପରିବା ସବୁ କିଣି ନେଇ ଆସିଲି ଆଉ ଆଜି ପୁରା ଅବସ୍ଥା ଖରାପ ହେଇଥିଲା। ଘରକୁ ଆସିଲା ବେଳକୁ ମୋ ଦେହରେ ଟିକେ ବି ପେସେନ୍ସ ନଥିଲା କେମିତି କ'ଣ ଆଗେ ଯିବି ଘରେ ଖାଇବି ଟିକେ ଶୋଇବି। ଆସିଲା ପରେ ତ ମୁଁ କିଛି କାମ ଫାମ କରେ କିନ୍ତୁ ଆଜି ମୋର ପୁରା ଛୁଟି ମୋର ଇଚ୍ଛା ନଥିଲା ଜମାରୁ କାମ କରିବାକୁ। ତ ଏଇଠି ମିନି ବ୍ଲଗ୍ଟିକୁ ଏଣ୍ଡ କରୁଛି ରହୁଛି ଜୟ ଜଗନ୍ନାଥ।